କାଟି ଦେବେନି। ଉଦାହରଣ ସ୍ୱରୂପ ମୁଁ ପିଲେ କହିଲି, ଧରାଯାଉ 2 ଜଣ ଫ୍ରେଣ୍ଡ ଅଛନ୍ତି, ବର୍ତ୍ତମାନ 2 ଜଣ ହଉଛନ୍ତି ହଷ୍ଟେଲ ମେଟ୍, ରୁମମେଟ୍। ରୁମମେଟ୍ ଅଛନ୍ତି, ପାଖାପାଖି 2 ଜଣଙ୍କର ବେଡ୍ ମଧ୍ୟ ଅଛି। ଅଟୋମେଟିକାଲି ତାଙ୍କ ମାମା ଜାଣିଛନ୍ତି ତୋ ବେଡ୍ ପାଖରେ ଝିଅ କିଏ ରହୁଛି, ନା ମୋ ବେଡ୍ ପାଖରେ ରହୁଛି ଏକ୍ସ। ତାଙ୍କ ମାମା ପଚାରୁଛନ୍ତି ତୋ ବେଡ୍ ପାଖରେ କିଏ ରହିଛି, ନା ୱାଇ। ଘର ଲୋକ ଜାଣି ଦଉଛନ୍ତି ଏକ୍ସ ଆଉ ୱାଇ ହଉଛନ୍ତି ବେଷ୍ଟ ଫ୍ରେଣ୍ଡ। କାହିଁକି ନା ଘର ଲୋକ ଯେତେବେଳେ କଥାବାର୍ତ୍ତା ହଉଥିବେ ପଚାରିବେ ଆରେ ତୋ ସାଙ୍ଗ ସିଏ କଣ ପାଠ ପଢୁଛି, କେମିତି ପଢୁଛି। ତମର ଯେତେବେଳେ ପାଠ ପଢା ସରିଗଲା ତମ ଘର ଲୋକ ଅଟୋମେଟିକାଲି କହିବେ ଆରେ ତୁ ହଷ୍ଟେଲରେ ରହୁଛୁ, ତୋ ସାଙ୍ଗ ଏକ୍ସ କୁଆଡେ ଗଲା କିରେ। ତାଙ୍କ ଘର ଲୋକ ପଚାରିବେ ତୁ ୱାଇ କୁଆଡେ ଗଲା, ସେ ଅଟୋମେଟିକ ତମକୁ ରିମାଇଣ୍ଡ କରିଦେବେ ତୋ ସାଙ୍ଗ। ବର୍ତ୍ତମାନ ତମେ ଧର ସ୍କୁଲ ଲେଭେଲରେ କିଏ ବେଷ୍ଟ ଫ୍ରେଣ୍ଡ ଥିବ, ତମ ଘର ଲୋକ ପଚାରିଦେବେ ଆରେ ତୋ ସାଙ୍ଗ କଣ ପଢିଲା। ବେଳେ ବେଳେ ଫ୍ୟାମିଲି ମେମ୍ବର୍ସ, ବେଳେ ବେଳେ ସୋସିଆଲ ରିଲେସନସିପ ଫ୍ରେଣ୍ଡସିପ କି ମଧ୍ୟ ବଣ୍ଡେଜ କରେ। ସୋ ଷ୍ଟୁଡେଣ୍ଟସ୍ ଦେଖ, this friendship we share is so precious to me। ଆମ ମାନଙ୍କ ଭିତରେ ଯୋଉ ସେୟାର କରିଛେ ଆମେ ଫ୍ରେଣ୍ଡସିପ ଟା, it is so precious to me, ଏଇଟା ମୋ ପାଇଁ ବହୁତ ମୂଲ୍ୟବାନ। I hope it grows and flourishes। ଏଇଟା ଆହୁରି ବୃଦ୍ଧି ଘଟିବ, ଏଇଟା ଆହୁରି ଫ୍ଲୋରିଶ କରିବ, ପ୍ରସ୍ପର ହବ, ଉନ୍ନତି କରି କରି ଚାଲିବ। and last unto infinity। ଅନିର୍ଦ୍ଦିଷ୍ଟ ସମୟ ପାଇଁ ଚାଲିବ, till death ମଧ୍ୟ ଫ୍ରେଣ୍ଡସିପ ରହିଯାଇପାରିବ। You are so extra special to me and so this to you I really must tell। ଦେଖ ପିଲେ, ଶହ ଶହ ପିଲା ଥିବେ ଯୋଉଠି ରିଏଲ ଫ୍ରେଣ୍ଡସିପ ସେଠି ଆଟାଚ କୁ ପଳେଇ ଆସିବ। ମୁଁ ଉଦାହରଣ ସ୍ୱରୂପ କହିବି, 100ଟା ଗାଈକି ଛାଡି ଦିଅ, 100ଟା ଗାଈ ଗୋଟିଏ ବାଛୁରୀ କି ଛାଡି ଦିଅ, ସେ ବାଛୁରୀ ଅଟୋମେଟିକାଲି ଯାଇ ଗାଈ ପାଖରେ ପହଞ୍ଚିବ, ଇଏ ମୋ ମାମା ବୋଲି। ସେମିତି ରେଭେନ୍ସା କଲେଜରେ 3000 ପିଲା ଛିଡା ହୁଅନ୍ତୁ ଗୋଟେ ଜାଗାରେ, ତା ପ୍ରକୃତ ବନ୍ଧୁକୁ ସେ ଖୋଜି ଖୋଜି ଯାଇକିରି ପାଇପାରିବ। ତମ ପ୍ଲସ ଟୁ ଫାର୍ଷ୍ଟ ଇୟର ରେ 600 ପିଲା, 550 600 ପିଲା, ସମସ୍ତେ କଣ ସମସ୍ତଙ୍କର ବନ୍ଧୁ କୁହ। କୃଷ୍ଣଙ୍କର ପାଇଁ ଆଉ କିଏ ଭକ୍ତ ନଥିଲେ, କାହିଁକି ପଜିଟିଭ ସିଲେକ୍ସନ କଲେ ଭାବିନିଅ। ତେଣୁ ଏ ଦୁନିଆରେ ମନେ ରଖ, ଯୋଉଠି ଅନେଷ୍ଟି ଅଛି, ଯୋଉଠି ରେସିପ୍ରୋସିଟି ଅଛି, ଯୋଉଠି ଟ୍ରୁଥଫୁଲନେସ ଅଛି, ଆଉ ଯୋଉଠି ଆମେ କହିବା ବେଟର ୱେରେ ଡିଭାଇନିଟି ଅଛି, ସେଠି ପ୍ରକୃତରେ ରିଅଲ ଫ୍ରେଣ୍ଡସିପ ଅଛି। ପ୍ରକୃତରେ ଗୋଟେ ଭଲ ବନ୍ଧୁ ପାଇବା, ମୁଁ କହିବି ଏଇଟା ଗୋଟେ ସ୍ୱର୍ଗୀୟ ଭାବନା। ଟ୍ରୁ ଫ୍ରେଣ୍ଡ ଗୋଟେ ଦୁନିଆରେ ପାଇବା ଗୋଟେ ଛୋଟ କଥା ନୁହେଁ। ତାହେଲେ ଏଠି ଦେଖ, ଏ ଟପିକ ଆମକୁ କଣ କହୁଛନ୍ତି, ୟୁ ଆର୍ ସୋ ଏକ୍ସଟ୍ରା ସ୍ପେଶିଆଲ ଟୁ ମି। ତମ କ୍ଲାସରେ 60 ପିଲା ଅଛନ୍ତି କି 40 ପିଲା ଅଛନ୍ତି କି 50 ପିଲା ଅଛନ୍ତି, ସମସ୍ତେ ସମସ୍ତଙ୍କ ଫ୍ରେଣ୍ଡସିପ ହେଇପାରୁଛନ୍ତି। ତମେ ତା ଭିତରେ ସିଲେକ୍ସନ କରୁଛ କିଏ କାହା ସାଙ୍ଗରେ କେମିତି ସାଙ୍ଗ ବା ବନ୍ଧୁତ୍ୱ ଏଷ୍ଟାବ୍ଲିଶମେଣ୍ଟ କରିବ। ଏକ୍ସଟ୍ରା ସ୍ପେଶିଆଲ ଟୁ ମି and so this to you I really must tell। ତୁମେ ଯେମିତି ମୋ ପାଇଁ ଏକ୍ସଟ୍ରା ସ୍ପେଶିଆଲ ବା ସ୍ୱତନ୍ତ୍ର, ମୁଁ ମଧ୍ୟ ସେଇଭଳି ସ୍ୱତନ୍ତ୍ର ତୁମ ପାଇଁ। ତମେ ମତେ ଫ୍ରେଣ୍ଡସିପ ଚୁଜ କଲ, ମୁଁ ବି ତୁମକୁ ଫ୍ରେଣ୍ଡସିପ ଚୁଜ କଲି। ପରସ୍ପରର କମ୍ପ୍ଲିମେଣ୍ଟେସନ ସପ୍ଲିମେଣ୍ଟେସନ ଅଛି ବୋଲି ଆମ ଫ୍ରେଣ୍ଡସିପ ରହିଛି। ଏବଂ ଯୋଉଟା ଘଟୁଛି, ୟୁ ଆର୍ ନାଉ ସରି ୟୁ ଆର୍ ମାଇ ୱାନ୍ ଟ୍ରୁ ଫ୍ରେଣ୍ଡ, ମାଇ ଗାର୍ଡିଆନ ଏଞ୍ଜେଲ। ତମେ ହେଉଛ ପ୍ରକୃତରେ ମୋର ପ୍ରକୃତ ବନ୍ଧୁ, ରିଏଲ ଫ୍ରେଣ୍ଡ, ଟ୍ରୁ ଫ୍ରେଣ୍ଡ। କାରଣ ୟୁ ଆର୍ ମାଇ ଗାର୍ଡିଆନ ଏଞ୍ଜେଲ। ଯିଏ ଫ୍ରେଣ୍ଡ ସିଏ ହେଲା ଫିଲୋସଫର, ଯିଏ ହେଲା ଫ୍ରେଣ୍ଡ ସିଏ ହେଲା ଗାଇଡ। ତମର ମନେ ରଖ, ଯିଏ ଟ୍ରୁ ଫ୍ରେଣ୍ଡ ସିଏ ହଉଛନ୍ତି ଗାର୍ଡିଆନ ଏଞ୍ଜେଲ। ତମେ ବହୁତ ଗୋଟେ ପରି ହେଇପାର, ଅପ୍ସରା ହେଇପାର। ତେଣୁ ଏଠି ବୋଧେ ଲଭ ଆଫେୟାର ବାବଦରେ ଟପିକ ଟା ରହୁଛି, ଏବଂ ତମେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଜଗୁଛ। ତା ମାନେ ଏଠି ଜଣେ କିଏ ଲେଖୁଛନ୍ତି ରିଲେଟିଂ ଟୁ କିଛି ଗାର୍ଲ। ତାହେଲେ ଟପିକ ଆମେ ଦେଖିବା। ହଉ, ଆୱାର ଫ୍ରେଣ୍ଡସିପ ଇଜ ୱାନ ଇନ ଏ ମିଲିୟନ। ତମେ ଦେଖ ରିଏଲ ଫ୍ରେଣ୍ଡସିପ ଅବଶ୍ୟ ବେଳେ ବେଳେ କଟି ଯାଉଛି। ଆମର ସାନିଆ ମିର୍ଜା ହେଲେ ଇଣ୍ଡିଆର, ଶୋଏବ ମଲିକ ପାକିସ୍ତାନ। ତେଣୁ ଯଦି ରିଏଲ ଫ୍ରେଣ୍ଡସିପ ରହିବ, ଏ ଯୋଉ ରେଡ କ୍ଲିଫ ଲାଇନ ବା ଏଲଓସି ବି କାମ ଦବନି। ଆଉ ଦରକାର ପଡ଼ିଲେ ଅବଶ୍ୟ ତାଙ୍କ ଭିତରେ କିଛି ଡିସ୍ପ୍ୟୁଟ ହେଇକରି ସେପାରେସନ ହେଇଗଲା। ଗୋଟେ ଗୋଟେ ଝିଅ ଅଛନ୍ତି ଆମେରିକାରେ, ଗୋଟେ ଗୋଟେ ପୁଅ ଅଛନ୍ତି ଢେଙ୍କାନାଳ ଅନୁଗୁଳରେ, ତାଙ୍କ ଭିତରେ ପୁଣି ରିଲେସନସିପ ରହିଯାଉଛି। ତେଣୁ ସେ ରିଲେସନସିପ ଟାକୁ ମନେ ରଖ, ଆକ୍ଚୁଆଲି it is getting to be divine, it is getting to be reciprocating, it is getting to be true friendship। our friendship is one in a million। ଗୋଟେ ଗୋଟେ ମିଲିୟନରେ ଆମ ଫ୍ରେଣ୍ଡସିପ ଗୋଟେ ଗୋଟେ ସୁପର। So let's hold on to it and each other। ଏଇ ଫ୍ରେଣ୍ଡସିପ କି ଚାଲ ଆମେ ବଞ୍ଚେଇକିରି ରଖିବା। ହୋଲ୍ଡ ଅନ୍ ମିନ୍ସ କଣ୍ଟିନ୍ୟୁ, ତାକୁ ଚାଲୁ ରଖିବା। We can't let this chance of pure bliss fly away।
ये जो आशीर्वाद हमको मिली ब्लिस मिली ब्लेसिंग्स मिली फ्रेंडशिप पाई आमे ताकू कौन करबा केबे हेले फ्लावे अर्थात कौन अवॉइड कर दे जीवानी दूरे ही दबानी आमे ताकू केबे फ्लिटिंग स्पिरिट रे रखिबानी फॉर देयर विल नेवर बी अनदर कारण जदि आमे परस्पर पाखरु दूरे गले आम दुई जनकर आउ सब्स्टिट्यूशन नाही अर्थात तुम परी मते केही मिलिबेनी मो परी तुमको केही मिलिबेनी both are supplementary and complementary to each other both are q and u ଏମିତି କୌଣସି ୱାର୍ଡ ନାହିଁ q ପରେ ପରେ u ନାହିଁ ତେଣୁ ତୁମର ପୋଜିଶନ ତୁମର ରିପ୍ରେଜେଣ୍ଟେସନ ମୋ ପାଇଁ ସବୁବେଳେ ସିଗ୍ନିଫିକାଣ୍ଟ ଏବଂ ମୋର ରିପ୍ରେଜେଣ୍ଟେସନ ତୁମ ପାଇଁ ମଧ୍ୟ ସିଗ୍ନିଫିକାଣ୍ଟ ଆଇ ଲଭ୍ ୟୁ ଆଇ ୱିଲ୍ ଅଲୱେଜ ଲଭ୍ ୟୁ ମୁଁ ତମକୁ ବହୁତ କିଛି ଲାଇକ୍ କରେ ଲଭ୍ କରେ ଆଉ ମୁଁ ତମକୁ ସବୁବେଳେ ଲାଇକ୍ କରିବି ଯେତେବେଳେ ପର୍ଯ୍ୟନ୍ତ ତୁମର ଉନ୍ନତି ହଉଥିବ ମୋର ଉନ୍ନତି ହଉଥିବ ତୁମେ କଲେଜ ଯାଉଥିବ ମୁଁ କଲେଜ ଯାଉଥିବି ତମେ ଭଲ ପାଠ ପଢୁଥିବ ମୁଁ ଭଲ ପାଠ ପଢୁଥିବି ତମେ ଟପର ହଉଥିବ ମୁଁ ଟପର ହଉଥିବି ତମେ ଆଇଏସ୍ ହଉଥିବ ମୁଁ ଆଇଏସ୍ ହଉଥିବି ଅଟୋମେଟିକାଲି ଆମ ରିଲେସନସିପ ରହିପାରିବ ଆଉ ଯେତେବେଳେ ତମେ ଟପର ହଉଥିବ ମୁଁ ଫେଲ ହଉଥିବି ଏ ରିଲେସନସିପ କେମିତି ରହିବ କୁହ ତେଣୁ ଅଟୋମେଟିକାଲି ଆମେ କମ୍ପ୍ଲିମେଣ୍ଟେସନ ରହିବା ତମେ ସକ୍ସେସ ପାଉଥିବ ମୁଁ ସକ୍ସେସ ପାଉଥିବି ତମକୁ ଲୋକମାନେ ଟିକେ ପ୍ରେଜ ଅଧିକ କରୁଥିବେ ପ୍ରଶଂସା କରୁଥିବେ ମତେ ପ୍ରଶଂସା କରୁଥିବେ ତମ ରିଏଲ ଫ୍ରେଣ୍ଡସିପ କଥା ଜାଣିଲା ଆଗରୁ ଆମର ଆଫ୍ଟର 20 ଇୟର୍ସ ଦି ଜଣ ଯାକ ବହୁତ ସାଙ୍ଗ ଥିଲେ ପ୍ରାଟି ରେଷ୍ଟୁରାଣ୍ଟ ରେ ଖାଉଥିଲେ 1000 ମାଇଲ ପଳେଇଲା ଜଣେ ଜଣଙ୍କୁ ଦେଖିବା ପାଇଁ 20 ବର୍ଷ ପରେ 20 ଦିନ ଗଲାଠୁ କିଏ ସେ ସାଙ୍ଗକୁ ମନେ ରଖୁଛି ମୋବାଇଲ କାଟିଦବ ଏତେ କିଏ ଦେଖୁଛି କାହିଁ ଯେ ଥାଉ 20 ବର୍ଷ ପରେ ଆସିଥିଲେ କାହିଁ ପାଇଁ ଫ୍ରେଣ୍ଡସିପ କଟିଗଲା ଟ୍ରୁଥ ରହିଲାନି ଅନେଷ୍ଟ ରହିଲାନି ଜଣେ ହଉଛି ପୋଲିସ ଅଫିସର ଆଉ ଜଣେ କଣ କ୍ରିମିନାଲ ସେଠି କଣ ସମ୍ପର୍କ ରହିବ କୁହ ତେଣୁ ରିଅଲ ଫ୍ରେଣ୍ଡସିପ ଟ୍ରୁ ଫ୍ରେଣ୍ଡସିପ ଯଦି ଏଷ୍ଟାବ୍ଲିଶମେଣ୍ଟ ଆମେ କରିବା ଫାଷ୍ଟ ଅଫ ଅଲ୍ ଏ ଟପିକ ଆମକୁ କହୁଛନ୍ତି ଲଭ୍ ୟୁର ସେଲ୍ଫ ନିଜକୁ ଭଲ ପାଇ ନିଜକୁ ମୂଲ୍ୟମାନ କରିଦିଅ ଅଟୋମେଟିକାଲି ସଂସାର ତମକୁ ଲାଇକ୍ କରିବ ଭଲ ପାଇବ ସ୍ୱାମୀ ବିବେକାନନ୍ଦ କାହାକୁ ଲାଇକ୍ କରୁନଥିଲେ ତାଙ୍କୁ ସମସ୍ତେ ଲାଇକ୍ କଲେ ତେନ୍ଦୁଲକର କାହାକୁ ଲାଇକ୍ କରୁଛନ୍ତି ତାଙ୍କୁ ଇଣ୍ଡିଆ କଣ ୱାର୍ଲଡ ଲାଇକ୍ କରୁଛି ବିରାଟ କୋହଲି କାହାକୁ ଲାଇକ୍ କରୁଛନ୍ତି ତାଙ୍କୁ ସାରା ଇଣ୍ଡିଆ ଲାଇକ୍ କରୁଛି ତେଣୁ ତମେ ଯଦି ସେଇ ପୋଜିସନ କୁ ଯିବ ଅଟୋମେଟିକାଲି ତମକୁ ଲାଇକ୍ କରିବେ ଜଣେ ନୁହେଁ ଦି ଜଣ ନୁହେଁ କୋଟି କୋଟି ଲୋକ ଲାଇକ୍ କରିବେ ଦ୍ୟାଟ ଇଜ ଟୁ ଦ ସ୍ପିରିଟ ଅଫ ଟ୍ରୁ ଫ୍ରେଣ୍ଡସିପ ତେଣୁ ତମେ ଏଇଭଳିଆ ଫ୍ରେଣ୍ଡସିପ ବଜେଇ ରଖ ଯଦି ଗୋଟେ ଫ୍ରେଣ୍ଡ ପାଠ ପଢୁନି ତାକୁ ତାଗିଦ କର ଏ ଭଲକିରି ପାଠ ପଢ ଘର ଲୋକ ପଇସା ଖର୍ଚ୍ଚ କରୁଛନ୍ତି ଭଲକିରି ପାଠ ପଢିବା ଭଲ ରେଜଲ୍ଟ କରିବା ଯେତେବେଳେ ଡାଉଟ ସାରଙ୍କ ପାଖକୁ ଯିବା କଥା ମାନିବା ଟିକେ ଗ୍ରୁପ ରେ ନମ୍ବର ଗୁଡାକ ସବୁ ଦବା କେତେବେଳେ କିଏ ନ ଆସି ପାରୁଛ ଫୋନ କଲେ ଆସି ପାଠ ପଢିବ ସେଇଟା ହଉଛି ୱେ ଅଫ ଲାଇଫ କପିଲା ଟପିକ ଟା ପଢିଲି ତାପରେ ପଜିଟିଭ ରେସିପ୍ରୋସିଟି ଇନ ସେନ୍ସ ରେସ୍ପନ୍ସ ତମ ସାଙ୍ଗ କୁ ତମେ ଆଡଭାଇସ କରିବେ ସାଙ୍ଗ ଗୋଟେ କଥା କରିବା ଆଜି ଆମେ 10ଟା ଆର୍ଟିକଲ ବୁଝିଦବା ସାଙ୍ଗ ଭାଇ କିଏ ତ ପଢୁଛୁ ତୁ ପଢିବୁ ପଢ ମୁଁ ପଢିବି ଧୀରେ ଧୀରେ ଦେଖିବ ତମ ଭିତରେ କୌଣସି ପ୍ରକାର କମ୍ପ୍ରୋମାଇଜେସନ ରଖିବନି ଫ୍ରେଣ୍ଡସିପ ବଢିଯିବ ଆଜିକାଲି ସୋସାଇଟି ଟା ଏମିତି ହେଇଗଲାଣି ଫ୍ରେଣ୍ଡସିପ ଟା ଡିପେଣ୍ଡ କରୁଛି ଗିଭ୍ ଆଣ୍ଡ ଟେକ୍ ରିଲେସନସିପ ଉପରେ ଏବଂ ସେ ଗିଭ୍ ଆଣ୍ଡ ଟେକ୍ ରିଲେସନ ହେଇପାରେ ନଲେଜ ଗିଭ୍ ଆଣ୍ଡ ଟେକ୍ ରିଲେସନସିପ ହେଇପାରେ relating to material benefits give and take relationship ହେଇପାରିବ corresponding to one's value system give and take relationship ହେଇପାରିବ necessity ଯେକୌଣସି ସ୍ତରରେ ମଧ୍ୟ ଆମ ରିଲେସନସିପ ରହିପାରିବ କିନ୍ତୁ ଆମେ ମେଣ୍ଟେନ କରି ସେ ରିଲେସନ ଟା କେମିତି ଆମର ପଜିଟିଭଲି ଇମ୍ବାଇବ କରିବ ଫ୍ଲୋରିଶ କରିବ ତା ଉପରେ ସମସ୍ତେ ଫୋକସ କରିବା ଦରକାର ତେଣୁ ଯେହେତୁ ଭାରତୀୟ ପିଲା ଅଛ ତମକୁ ଆଡଭାଇସ କରୁଛି ଲାଷ୍ଟ ବଟ ନଟ ଦି ଲିଷ୍ଟ ସବୁବେଳେ ଗୋଟେ ଗୋଟେ ଭଲ ଫ୍ରେଣ୍ଡ ବନାଅ ଯଦି ଫ୍ରେଣ୍ଡ ଗୋଟେ ଭଲ ମିଳିଗଲା ଆଉ ଦ୍ୟାର ଇଜ ନୋ ଟ୍ରେଣ୍ଡ ଅଫ anxiety ସେ ତମ ସାଙ୍ଗ କଣ ତା ନା ଶୁଭମ ଶୁଭମ ତମ ନା ନିଶା ହଁ। ଯେତେବେଳେ ହବ ଭଲକି ପାଠ ପଢିବ ସବୁ ହଁ ଇନସେପ୍ଟର ଏଇଟା ମଧ୍ୟ ନେକ୍ସଟ କ୍ଲାସରେ ମତେ କହିବୁ ମୁଁ ପଠେଇଦେବି ହେଲା ଆର ମୁଁ ଏଇଟା ବି ଲାଷ୍ଟ କ୍ଲାସରେ ସମରୀଟା ଡିକ୍ଟେଟ କରିଦେବି ଆଗେ ସମରୀ ଲେଖିଦେଲି ଆରାମ ସେ ହେଇଯିବ।
ସମରି ଟା ମୁଁ ଦେଇଦେବି ଏ ଯୋଉ ପାର୍ଟ ପାର୍ଟ କରିକି ପ୍ରତ୍ୟେକ ଗୁଡାକର ସମରି ଯେତିକି ଆଣିବି ନୋଟ ସେ ଦେଇଦେବି ସମରି କରିଦେଲା ପରେ କ୍ୱେଶ୍ଚିନ୍ ଆନ୍ସର ଟା ଦେଇଦେବି କିନ୍ତୁ ସମରି ଟା ଗଲେ କି ପାଠ ପଢ ନା